ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର, ଅଳ୍ପ କେବଳ ପରିବାର। ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଶ୍ରୀକାନ୍ତ ଷଡ଼ଙ୍ଗୀଙ୍କ ସମସ୍ତ ପରିବାର ଲୋକ ଘର ମଧ୍ୟରେ ଶୋଇଥିବା ବେଳେ ତାଙ୍କର ଝାଟିମାଟି ଘରଟି ଲଗାଣ ବର୍ଷାରେ ଗତକାଲି ମଧ୍ୟରାତ୍ର ସମୟରେ ଅଚାନକ ଭୁଶୁଡ଼ି ପଡ଼ିଥିଲା। ଏହି ଭଙ୍ଗା ଘର ମଧ୍ୟରେ ଫସି ଯାଇଥିବା ଶ୍ରୀକାନ୍ତଙ୍କ ରୋଗିଣା ମା, ଆସନ ପ୍ରସବା ସ୍ତ୍ରୀ ଫସି ରହିଥିଲେ। ଗ୍ରାମବାସୀଙ୍କ ଦୀର୍ଘ 2 ଘଣ୍ଟାର ଉଦ୍ୟମ ପରେ ଭଙ୍ଗା ଘର ଭିତରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ତେବେ ଏଠି ପ୍ରକାଶ ଥାଉ କି ଶ୍ରୀକାନ୍ତ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ସେ ଏକ ଚା ଦୋକାନରେ ନିଜର ଗୁଜରାଣ ମେଣ୍ଟାଉଥାନ୍ତି। ତାଙ୍କର ବାସଗୃହଟି ଭାଙ୍ଗିଯିବା ଯୋଗୁଁ ସେ ସମ୍ପୂର୍ଣ୍ଣ ବେସହାରା ହୋଇପଡ଼ିଛନ୍ତି। ତେଣୁ ତାଙ୍କୁ ଖୁବ୍ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଜନସାଧାରଣଙ୍କ ଦାବି ହେଉଛି। ଆମେ ମା ପୁଅ ଯାକ ଘରେ ଅଛୁ। ବୋଉଟା ବାହାରେ ଆସି ଗାଁ ଯାକକୁ ରଡ଼ି କଲା। କାଠ ଖୁଣ୍ଟ ସବୁ ମୋ ପୁଅ କାନ୍ଦେରେ। ମୋ ପୁଅ ଆଉ କଥା କହିପାରୁନି। ମୁଁ ବି ଘର ଭିତରେ ମୋ ଉପରେ ଶ୍ରେଣୀ ତାଟି ସବୁ ମାଡ଼ି ବସିଛି। ଗାଁ ଯାକ ଆସିକି ମୋତେ ବହୁତ ସାହାଯ୍ୟ କଲେ। ମୋତେ ଏ ଭିତରୁ ବହୁତ କଷ୍ଟରେ ବାହାର କରିଛନ୍ତି। ନୟାଗଡ଼ ବ୍ୟୁରୋ ଚିଫ୍ ରିପୋର୍ଟ, ପ୍ରସାଦ ନ୍ୟୁଜ୍।